ଷ୍ଟଡି ପଏଣ୍ଟ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ଭିଡ଼ିଓରେ ତୁମ ସାହିତ୍ୟ ବହିର ଥିବା ଚାପ୍ଟର 5ର ଦଳପତି ପଦ ତୁମକୁ ସାଜେ ପଦ୍ୟଟିକୁ ଆବୃତ୍ତି କରିବା ସହ ଏହାର କଠିନ ଶବ୍ଦ ଓ ଭାବାର୍ଥକୁ ବୁଝିବା। ତ ପିଲାମାନେ, ଯଦି ତୁମେମାନେ ସମସ୍ତେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିନାହଁ ତାହେଲେ ବର୍ତ୍ତମାନ କରିନିଅ, କାରଣ ସବସ୍କ୍ରାଇବ୍ କରିବା ଦ୍ୱାରା ନୋଟିଫିକେସନ୍ଟି ତୁମମାନଙ୍କ ପାଖରେ ଆଗ ପହଞ୍ଚିଯିବ। ତ ଚାଲ ଏବେ ଆମେ ପଦ୍ୟଟିକୁ ଆବୃତ୍ତି କରିବା। ଦଳପତି ପଦ ତୁମକୁ ସାଜେ। ଏହାର କବି ହେଉଛନ୍ତି ଡକ୍ଟର ନଟବର ସାହୁ। ବାର ବାର ହୋଇ ଶୁଭୁଛି ଡାକ, ହିରଣ୍ୟକ ହିରଣ୍ୟକ, ମୂଷିକ ରାଜାଏ ବନ୍ଧୁ ମୋର, ବେଗେ ଆସି ଆମ ଜୀବନ ରଖ। କବିତାଟିର ଏହି ପଦରେ ଡାକ ଶୁଭୁଛି। କାହାର ଡାକ ଶୁଭୁଛି? ନା କପୋତର ଡାକ ଶୁଭୁଛି। କପୋତ ରାଜାର ଡାକ ଶୁଭୁଛି। ହେଲା ପିଲାମାନେ, କପୋତମାନଙ୍କର ଯିଏ ରାଜା ତାଙ୍କର ଡାକ ଶୁଭୁଛି। କ'ଣ ନା ବାରମ୍ବାର ହୋଇ ଶୁଭୁଛି ଡାକ। କ'ଣ ବୋଲି ଶୁଭୁଛି? ନା ହିରଣ୍ୟକ ବୋଲି। ହିରଣ୍ୟକ କିଏ? ମୂଷିକମାନଙ୍କର ରାଜା। ବେଗେ କହିଲେ ଶୀଘ୍ର ଆସ, ଆସି କ'ଣ କର? ନା ଆମର ଜୀବନ ରକ୍ଷା କର। ତାହେଲେ ଏଠାରେ କିଏ ଡାକୁଛି? ନା କପୋତ ରାଜା ବାରମ୍ବାର ଡାକୁଛି ଯେ ହିରଣ୍ୟକ ମୋର ବନ୍ଧୁ, ମୋର ସାଙ୍ଗ, ତୁମେ ଆସିକିରି ଆମମାନଙ୍କର କ'ଣ ନା ଜୀବନ ରକ୍ଷା କର। ଶୁଣି ଏଇ ଡାକ ମୂଷିକ ରାଜ, ବାହାରକୁ ଆସି ହୋଇଲେ ଉଭା, ଦଳ ବଳ ସହ କପୋତ ରାଜ, ତୋଷ ଦେଖି ସେ ତ ହୋଇଲେ କାବା। ତାହେଲେ ଏହି ପଦରେ କବି କହୁଛନ୍ତି କି ଏଠାରେ ମୂଷାଙ୍କର ରାଜା କ'ଣ କରୁଛନ୍ତି ନା ଯେତେବେଳେ କପୋତ ରାଜାଙ୍କର ଡାକ ସେ ଶୁଣିପାରିଛନ୍ତି, ସେ କ'ଣ କରୁଛନ୍ତି ନା ବାହାରକୁ ଆସିଛନ୍ତି। ଉଭା କହିଲେ କ'ଣ? ଠିଆ ହେବା। ବାହାରକୁ ଆସି ଠିଆ ହୋଇଯାଇଛନ୍ତି। ଆଉ ସେ ଦେଖିକିରି କ'ଣ କାବା ହୋଇଯାଇଛନ୍ତି। କାବା କହିଲେ କ'ଣ? ଆଶ୍ଚର୍ଯ୍ୟ ହୋଇଯିବା। ସେ ଦେଖିକିରି କ'ଣ? କାହାକୁ ଦେଖିକିରି? ନା କପୋତ ରାଜ ତାଙ୍କର ସୈନ୍ୟ ଧରିକି। ସୈନ୍ୟ କହିଲେ କ'ଣ? ଅନ୍ୟ କପୋତମାନଙ୍କୁ ଦଳବଳ ସହ ଦେଖିକିରି ମୂଷିକ ରାଜ କ'ଣ କରୁଛନ୍ତି ନା କାବା ହୋଇଯାଇଛନ୍ତି। ଦଶା କହିଲେ କ'ଣ? ଅବସ୍ଥା। ତାଙ୍କର ଏହିପରି ଅବସ୍ଥା ଦେଖି ସେ କ'ଣ କରୁଛନ୍ତି ନା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କପୋତ ରାଜନ କହିଲେ ସଖା, ଯାଇଥିଲୁ ବନ ପଥରେ ଉଡ଼ି, ପଡ଼ିଗଲୁ ଆମେ ବାଣୁଆ ଜାଲରେ, କୁଦ କଣିକାର ଲୋଭରେ ପଡ଼ି। କପୋତ ରାଜନ କହିଲେ ସଖା। ସଖା କହିଲେ କ'ଣ? ବନ୍ଧୁ ବା ସାଙ୍ଗ। ନା କପୋତ ରାଜା କହୁଛନ୍ତି କ'ଣ? ସାଙ୍ଗ, ଆମେ ବଣ ରାସ୍ତା ଦେଇ କ'ଣ କରିଥିଲୁ ନା ଉଡ଼ିକିରି ଯାଇଥିଲୁ। ଖୁଦ କଣିକା କହିଲେ ଛୋଟ ଛୋଟ ଚାଉଳ, ହେଲା, ତାହାକୁ ଖୁଦ କଣିକା ବୋଲି କହନ୍ତି। ହେଇ ଖୁଦର ଲୋଭରେ ପଡ଼ିକିରି ଆମେ କ'ଣ କରିଥିଲୁ ନା ବଣ ରାସ୍ତାରେ ଉଡ଼ିକିରି ଯାଇଥିଲୁ, ଆଉ ବାଣୁଆ ଜାଲରେ ପଡ଼ିଗଲୁ। ନଥିଲା ଉପାୟ ଆମର ଆଉ, ପରାଣ ବିକଳେ ସରବେ ମିଳି, ଜାଲ ସହିତରେ ଆସିଛୁ ଉଡ଼ି, ମରଣର ଭୟ ଦେବାକୁ ଟାଳି। ଉପାୟ କହିଲେ କ'ଣ? ବାଟ ବା ରାସ୍ତା। ପରାଣ କହିଲେ ପ୍ରାଣ। ସରବେ କହିଲେ ସମସ୍ତେ। ମିଳି କହିଲେ ମିଶି। ଜାଲ ସହିତରେ କହିଲେ ଜାଲ ସାଙ୍ଗରେ। ଟାଳି କହିଲେ ଦୂର କରିଦେବା। ହେଲା, ତାହେଲେ ଏଠାରେ କିଏ କହୁଛନ୍ତି? ନା କପୋତ ରାଜ କହୁଛନ୍ତି ଆମର ଆଉ କୌଣସି ବାଟ ନଥିଲା। ଆମେ କ'ଣ ନା ପ୍ରାଣ ବିକଳରେ ସମସ୍ତେ ମିଶିକିରି ଜାଲ ସହିତରେ ଉଡ଼ି ଆସିଛୁ। କାହିଁକି ଉଡ଼ି ଆସିଛୁ? ନା ଆମେ ଜାଣିଛୁ ଯେ ତୁମ ପାଖକୁ ଆସିଲେ ତୁମେ କ'ଣ କରିବ ନା ଆମ ଜାଲ କାଟି ଆମକୁ ନିଶ୍ଚୟ ଏଠାରୁ ବାହାର କରିଦେବ, ମରଣର ଭୟ ଦେବାକୁ ଟାଳି। କହୁଛନ୍ତି ଯେ ଆମର ମରଣର ଭୟ କ'ଣ ହେବ ନା ତୁମ ନିକଟକୁ ଆସିଲେ ଦୂର ହୋଇଯିବ, ତୁମେ ଆମକୁ ନିଶ୍ଚିତ ଜାଲରୁ ମୁକ୍ତ କରିଦେବ।
ମୋର ଅନୁଗତ କପଟ ଦଳେ ତୁମେ ପାରିବ ମୁକ୍ତ କରି। ମୂଷିକ ରାଜ ମୋ ବାଲ୍ୟ ସଖା ମୋଠି କରୁଣା ବର୍ଷା କରି। ଅନୁଗତ କହିଲେ ଅଧୀନ। ଯେହେତୁ ମୁଁ ହେଉଛି କପଟମାନଙ୍କର ରାଜା ଆଉ କପଟମାନେ ମୋର ଅଧୀନରେ ଅଛନ୍ତି, ତେଣୁ ତୁମେ ତାଙ୍କୁ କ'ଣ କରିବ ନା ମୁକ୍ତ କରିପାରିବ। ହେ ମୂଷିକ ରାଜ, ମୋର ବାଲ୍ୟ ସଖା କହିଲେ ପିଲାଦିନର ସାଙ୍ଗ, ତୁମେ କ'ଣ କର ନା କରୁଣା ବର୍ଷା କର ବା ଦୟା କର, ଆମ ପ୍ରତି ତୁମେ ଦୟା କର। ଆଉ ଏଇ କପଟମାନଙ୍କୁ ସମସ୍ତଙ୍କୁ ତୁମେ ହିଁ ବନ୍ଧନରୁ ଫିଟେଇ ପାରିବ। ଏହା ଶୁଣି ସାରି ହିରଣ୍ୟକ ବନ୍ଧୁ ନିକଟକୁ ଗଲେ ସେ ଧାଇଁ। ଜାଲ କାଟି ନିଜ ମିତକୁ ଆଗ ବନ୍ଧନ ମୁକ୍ତି କରିବା ପାଇଁ। ଧାଇଁ କହିଲେ କ'ଣ ଦୌଡ଼ି ଯିବା। ଏକଥା ଶୁଣି ହିରଣ୍ୟକ କ'ଣ କଲେ ନା ତାଙ୍କ ସାଙ୍ଗ ନିକଟକୁ ଦୌଡ଼ିଗଲେ। ମିତକୁ କହିଲେ କ'ଣ ସାଙ୍ଗକୁ। ଜାଲ କାଟି ସେ ତାଙ୍କର ବନ୍ଧୁକୁ ବନ୍ଧନରୁ ମୁକ୍ତ କରିବା ପାଇଁ ଗଲେ। ଏହା ଦେଖି ତହୁଁ କପଟରାଜ ମିତଙ୍କୁ କହିଲେ ବିନୀତ ହୋଇ, ପରଜାକୁ ଆଗ ମୁକ୍ତ କର ମୋ ଫାଶ କାଟିବ ଶେଷରେ ଭାଇ। ହିରଣ୍ୟକ ଯେତେବେଳେ ତାଙ୍କର ସାଙ୍ଗ କପଟରାଜାଙ୍କୁ ବନ୍ଧନରୁ ମୁକ୍ତ କରିବାକୁ ଯାଉଥିଲେ, ଏହା ଦେଖିକିରି କପଟରାଜ ତାଙ୍କର ମିତଙ୍କୁ ବା ସାଙ୍ଗକୁ ବିନୀତ ହୋଇ କହିଲେ, ଅନୁରୋଧ କରି କହିଲେ କି ଆଗ ତୁମେ ମୋର ପରଜା କହିଲେ କ'ଣ ପ୍ରଜା, ତୁମେ ଆଗ ମୋର ପ୍ରଜାମାନଙ୍କୁ ମୁକ୍ତ କର, ତାପରେ ତୁମେ ମୋର ଫାଶ କାଟିବ। ପ୍ରଜା କହିଲେ କ'ଣ ରାଜାଙ୍କର ଅଧୀନରେ ଥିବା ଅନୁଗତ। ହିରଣ୍ୟକ ହସି କହିଲେ ସଖା ଅଳପ ଶକ୍ତି କ୍ଷୀଣ ମୋ ଦେହ, ସବୁ କପଟର କାଟିବି ଫାଶ କିପରି ପାରିବେ ତୁମେ ଯେ କୁହ। ତାହେଲେ ଏଠାରେ ହିରଣ୍ୟକ ହସିଲେ ଆଉ କହିଲେ ସଖା ବା ସାଙ୍ଗ, ମୋର ଶକ୍ତି ବଳ ହେଉଛି କମ୍, କ୍ଷୀଣ କହିଲେ ଛୋଟ ହେଉଛି ମୋର ଦେହ, ମୋର ଅଳ୍ପ ଶକ୍ତି ଅଛି, ସବୁଯାକ କପଟର ଫାଶ ମୁଁ କେମିତିକିରି କାଟିବି ତୁମେ କୁହ। ଏକଥା କହିଲେ ଯେ ତୁମେ କୁହ ସବୁ କପଟମାନଙ୍କର ଫାଶ ମୁଁ କିପରି କାଟିବି, ମୋର ଦେହରେ ତ ଅଳ୍ପ ଶକ୍ତି ଅଛି ଆଉ ମୁଁ ବି ଛୋଟ ଅଟେ। ତୁମେ ଦଳପତି ବନ୍ଧୁ ମୋର, ପହିଲେ ତୁମକୁ ଦେବି ମୁକ୍ତି, ତାପରେ କାଟିବି ପାରିବି ଯେତେ ଦେହେ ଥିବା ଯାଏ ମୋର ଶକ୍ତି। ଏଠାରେ କହୁଛନ୍ତି ତୁମେ ହେଉଛ ମୋର ବନ୍ଧୁ ଆଉ ପହିଲେ କହିଲେ କ'ଣ ପ୍ରଥମେ ମୁଁ ତୁମକୁ କ'ଣ କରିବି ନା ଜାଲରୁ ବାହାର କରିଦେବି, ତାପରେ ଯାଇ ମୋର ଦେହରେ ଶକ୍ତି ଥିବା ପର୍ଯ୍ୟନ୍ତ ମୁଁ ଯେତେବେଳେ ପର୍ଯ୍ୟନ୍ତ ପାରିବି ଅନ୍ୟ ଫାଶ ଗୁଡ଼ିକ କାଟି ତୁମର ଅନ୍ୟ କପଟମାନଙ୍କୁ ମୁଁ କ'ଣ କରିବି ନା ମୁକ୍ତ କରିବି। ଏକଥା କିଏ କହିଲେ ନା ହିରଣ୍ୟକ କହିଲେ। ଆଶ୍ରିତ ଜନ ରକ୍ଷା ପାଇଁ ଦଳପତି ସିନା ସାଜିଛି ମୁହିଁ, ତାଙ୍କ ପାଇଁ ପଛେ ଜୀବନ ଯାଉ ସେଥିପାଇଁ ମୋର ଭାବନା ନାହିଁ। କପଟରାଜନ ବଚନ ଶୁଣି ହିରଣ୍ୟକ ହସି କହିଲେ ତେଜେ, ଆଦରଶ ତୁମ ଧନ୍ୟ ସଖା ଦଳପତି ପଦ ତୁମକୁ ସାଜେ। ଏ କଥା ଶୁଣି କପଟ କହିଲେ ସେ ଆଶ୍ରିତ କପଟମାନଙ୍କର ରକ୍ଷା ପାଇଁ ଦଳପତି ସାଜିଛନ୍ତି, ସେମାନେ ଯଦି ନ ରହିବେ ଦଳ ହିଁ ରହିବ ନାହିଁ, ଦଳ ବିନା ଦଳପତିର ଆବଶ୍ୟକତା ହିଁ କ'ଣ। ସେମାନଙ୍କ ପାଇଁ ତାଙ୍କ ଜୀବନ ଚାଲିଗଲେ ମଧ୍ୟ ଦୁଃଖ ନାହିଁ। ଏକଥା ଶୁଣି ହିରଣ୍ୟକ ହସିଲେ, ତାଙ୍କ ଆଦର୍ଶ ପାଇଁ ତାଙ୍କୁ ଧନ୍ୟବାଦ ଦେଲେ। ଦଳପତି ପଦ ପାଇଁ ତାଙ୍କ ସଖା କପଟରାଜ ପ୍ରକୃତରେ ଯୋଗ୍ୟ ବୋଲି ସ୍ୱୀକାର କଲେ। ବାସ୍ତବିକ କବିଙ୍କର ବର୍ଣ୍ଣନା ବେଶ ହୃଦୟସ୍ପର୍ଶୀ ହୋଇଛି। ତ ପିଲାମାନେ, ପରବର୍ତ୍ତୀ ଭିଡ଼ିଓରେ ମୁଁ ଏହି ବିଷୟର ପ୍ରଶ୍ନୋତ୍ତର କାର୍ଯ୍ୟ ନେଇ ଆସିବି, ଦେଖିବା ପାଇଁ ଭୁଲିବ ନାହିଁ। ରହୁଛି, ଧନ୍ୟବାଦ।